ଅମର ଫଳ। ଥରେ ରାଜା ବିକ୍ରମାଦିତ୍ୟ ଶିକାର କରୁ କରୁ ଏକ ଘଞ୍ଚ ଜଙ୍ଗଲରେ ଥିବା ପାହାଡ଼ରେ ପହଞ୍ଚିଗଲେ। ସେଠାରେ ସେ ଏକ ସାଧୁଙ୍କୁ ତପସ୍ୟା କରୁଥିବାର ଦେଖିଲେ। ସାଧୁର ତପସ୍ୟାରେ ବିଘ୍ନ ନ ପଡ଼ୁ ଏହା ଭାବି ସେ ତାଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରି ଫେରିବାକୁ ଲାଗିଲେ। ଯେମିତି ସେ ଫେରିବାକୁ ଲାଗିଲେ, ଅଚାନକ ସାଧୁ ଅଟକାଇ କହିଲେ, ରୁହ ବିକ୍ରମାଦିତ୍ୟ, ମୁଁ ତୁମର ଶିଷ୍ଟତାରେ ପ୍ରସନ୍ନ ହେଲି। ଏହା କହି ସାଧୁ ବିକ୍ରମାଦିତ୍ୟଙ୍କୁ ଗୋଟିଏ ଫଳ ଦେଇ କହିଲେ, ଯିଏ ଏହି ଫଳକୁ ଖାଇବ ସେ ତେଜସ୍ୱୀ ଏବଂ ଗୁଣବାନ ପୁତ୍ର ପ୍ରାପ୍ତ କରିବ। ରାଜା ବିକ୍ରମାଦିତ୍ୟ ସେହି ଫଳକୁ ସହସ୍ର ସ୍ୱୀକାର କଲେ ଏବଂ ସାଧୁଙ୍କ ଠାରୁ ଆଶୀର୍ବାଦ ନେଇ ନିଜ ମହଲକୁ ଫେରି ଆସିଲେ। ଚାଲି ଚାଲି ଆସିବା ମାର୍ଗରେ ଅଚାନକ ସେ ଦେଖିଲେ ଯେ ଏକ ସ୍ତ୍ରୀ ଭୟରେ ଦୌଡ଼ି ଦୌଡ଼ି ଯାଉଥିଲା। ବିକ୍ରମାଦିତ୍ୟ ମଧ୍ୟ ତାର ପଛରେ ଦୌଡ଼ିବାକୁ ଲାଗିଲେ। ସେ ଦେଖିଲେ ସେହି ସ୍ତ୍ରୀ ଲୋକଟି ଗୋଟିଏ କୂଅ ପାଖକୁ ଯାଇ ଅଟକି ଗଲା। ଯେମିତି ସେ କୂଅ ଭିତରକୁ ଡେଇଁବାକୁ ଲାଗିଲା, ରାଜା ବିକ୍ରମାଦିତ୍ୟ ତାକୁ ଧରିଦେଲେ। ସେ ସ୍ତ୍ରୀକୁ ପଚାରିଲେ, ଭଉଣୀ, ତୁମେ ଆତ୍ମହତ୍ୟା କାହିଁକି କରିବାକୁ ଚାହୁଁଛ? ମୋତେ କୁହ, ମୁଁ ତୁମର ସାହାଯ୍ୟ କରିବି। ସେହି ସ୍ତ୍ରୀ ଲୋକଟି କାନ୍ଦିବା ସ୍ୱରରେ କହିଲା, ମୁଁ ବହୁତ ଦୁଃଖୀ ଅଟେ ରାଜନ। ମୋର ପତି ମୋତେ ବହୁତ ମାରପିଟ କରିଥାଏ ଏବଂ କହେ ଯେ ମୋର ଗୋଟିଏ ମଧ୍ୟ ପୁତ୍ର ସନ୍ତାନ ନାହିଁ, ସବୁ ଝିଅ ସନ୍ତାନ ଅଛନ୍ତି। ସେହି ସ୍ତ୍ରୀର କାହାଣୀ ଶୁଣି ରାଜା ବିକ୍ରମାଦିତ୍ୟଙ୍କୁ ତା ଉପରେ ଦୟା ଆସିଲା। ସେ ସେହି ଫଳକୁ ତାକୁ ଦେଇ କହିଲା, ଭଉଣୀ, ତୁମେ ଚିନ୍ତା କର ନାହିଁ। ଏହି ଫଳକୁ ଖାଇ ତୁମେ ଯଶସ୍ୱୀ ପୁତ୍ର ପ୍ରାପ୍ତ କରିବ। ଫଳକୁ ପାଇ ସେହି ସ୍ତ୍ରୀ ବିକ୍ରମାଦିତ୍ୟକୁ ଧନ୍ୟବାଦ କରି ଘରକୁ ଫେରି ଆସିଲା। ଏତିକି କାହାଣୀ ଶୁଣାଇବା ପରେ ପୁତଲି ରାଜା ଭୋଜକୁ କହିଲା, ଏବେ ମୁଁ ତୁମକୁ ଏକ ଚମତ୍କାର ଘଟଣା ଶୁଣାଇବାକୁ ଯାଉଛି। ଶୁଣ। ଗୋଟିଏ ଦିନ ରାଜା ବିକ୍ରମାଦିତ୍ୟଙ୍କ ରାଜଦରବାରରେ ଏକ ବ୍ରାହ୍ମଣ ଆସିଲା। ସେ ଦ୍ୱାରପାଳଙ୍କୁ କହିଲା, ମୁଁ ରାଜା ବିକ୍ରମାଦିତ୍ୟଙ୍କୁ ଏକ ଅମୂଲ୍ୟ ଉପହାର ଦେବାକୁ ଚାହୁଁଛି। ବ୍ରାହ୍ମଣର କଥା ଶୁଣି ଏକ ଦ୍ୱାରପାଳ ଭିତରକୁ ଗଲା ଏବଂ ରାଜା ବିକ୍ରମାଦିତ୍ୟଙ୍କୁ କହିଲା, ମହାରାଜ, ଦ୍ୱାରରେ କୌଣସି ବ୍ରାହ୍ମଣ ଆସିଛି। ସେ କହିଲା ଯେ ମୁଁ ରାଜାଙ୍କୁ ଏକ ଅମୂଲ୍ୟ ଉପହାରଟେ ଦେବାକୁ ଚାହୁଁଛି। ଏହା କହି ବିକ୍ରମାଦିତ୍ୟ କହିଲେ, ଠିକ ଅଛି, ତାକୁ ଭିତରକୁ ପଠାଇ ଦିଅ। ବ୍ରାହ୍ମଣ ରାଜଦରବାରକୁ ଗଲା ଏବଂ ରାଜା ବିକ୍ରମାଦିତ୍ୟଙ୍କୁ ସେହି ଫଳ ଦେଇ କହିଲା, ମହାରାଜ, ଏହି ଫଳକୁ ନିଜ ରାଣୀଙ୍କୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ତାଙ୍କୁ ଏକ ଯଶସ୍ୱୀ ପୁତ୍ର ଜନ୍ମ ହେବ। ଏହା ଶୁଣି ରାଜା ବିକ୍ରମାଦିତ୍ୟଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ସେ ବ୍ରାହ୍ମଣଙ୍କୁ ପଚାରିଲେ, ଏହି ଫଳ ଆପଣଙ୍କ ପାଖକୁ କେମିତି ଆସିଲା? ବ୍ରାହ୍ମଣ କହିଲା, ମହାରାଜ, ଏହା ମୋତେ ମୋର ପତ୍ନୀ ଦେଇଥିଲା। କୁଅଁପାଲି ସ୍ତ୍ରୀର ବିଶ୍ୱାସଘାତକତା ଶୁଣି ତାଙ୍କୁ ବହୁତ ଦୁଃଖ ଲାଗିଲା। ସେ ସେହି ଫଳକୁ ବ୍ରାହ୍ମଣ ଠାରୁ ନେଇଗଲେ ଏବଂ ନିଜ ରାଣୀଙ୍କୁ ଦେଇଦେଲେ। କିଛି ସମୟ ପରେ ରାଜା ବିକ୍ରମାଦିତ୍ୟଙ୍କ ଦରବାରରେ ଏକ ନର୍ତ୍ତକୀ ଆସିଲା ଏବଂ ବିକ୍ରମାଦିତ୍ୟଙ୍କୁ କହିଲା, ମହାରାଜ, ଆପଣ ତ ଜାଣନ୍ତି ଯେ ମୁଁ ଏକ ପାପୀ ଅଟେ ଏବଂ ବହୁତ ବର୍ଷରୁ ଆପଣଙ୍କ ରାଜ୍ୟରେ ରହି ଆସୁଛି। ଏଥିପାଇଁ ମୁଁ ଆପଣଙ୍କୁ ଏକ ଅମୂଲ୍ୟ ଫଳ ଉପହାର ଦେବାକୁ ଚାହୁଁଛି, ଯାହା ଆପଣଙ୍କ ଅଧିକାର ହେବ। ଯଦି ଆପଣ ଖରାପ ଭାବିବେ ନାହିଁ ତ ମୋର ଏହି ଉପହାର ସ୍ୱୀକାର କରନ୍ତୁ। ଫଳ ଦେଖି ରାଜା ବିକ୍ରମାଦିତ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ ପଚାରିଲେ, ଏହି ଫଳ ତମ ପାଖକୁ କେମିତି ଆସିଲା? ରାଜନର୍ତ୍ତକୀ କହିଲା, ମହାରାଜ, ଏହି ଫଳ ମୋତେ ଆପଣଙ୍କ ମହାମନ୍ତ୍ରୀର ପୁତ୍ର ଦେଇଥିଲା। ସେ ଏବଂ ମହାରାଣୀ। ଏତିକି କହୁ କହୁ ସେ ଅଟକି ଗଲା। ଏହା ଶୁଣି ରାଜା ବିକ୍ରମାଦିତ୍ୟଙ୍କୁ ବଡ଼ ଧକ୍କା ଲାଗିଲା। ସେ ରାଣୀଙ୍କ ପାଖକୁ ଗଲେ ଏବଂ ତାକୁ ଅମର ଫଳର କଥା ପଚାରିଲେ। ରାଣୀ ନାଟକ କରି କହିଲା, ମହାରାଜ, ମୁଁ ତ ସେହି ଫଳ ଆପଣଙ୍କ ଠାରୁ ଆଣିବା କ୍ଷଣି ଖାଇ ଦେଇଥିଲି। ଏହା ଶୁଣି ବିକ୍ରମାଦିତ୍ୟ ସେହି ଫଳକୁ ରାଣୀକୁ ଦେଖାଇ କହିଲେ, ମିଛ କୁହ ନାହିଁ, ତୁମେ ସେହି ଫଳ ଖାଇନାହଁ। ଏହି ଫଳ ମୋତେ ରାଜନର୍ତ୍ତକୀ ଦେଲା। ଏହା ଶୁଣି ରାଣୀର ହୋସ ହଜିଗଲା। ତାର ଚୋରି ଧରା ପଡ଼ିଯିବା କଥା ଭାବି ସେ ଭୟରେ ଥରଥର କାମ୍ପିବାକୁ ଲାଗିଲା ଏବଂ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲା। ବିକ୍ରମାଦିତ୍ୟଙ୍କୁ ଏହି କଥାର ବହୁତ ବଡ଼ ସଦ୍ମା ଲାଗିଲା ଏବଂ ସେ ରାଜପାଟ ତ୍ୟାଗ କରି ଜଙ୍ଗଲକୁ ଯାଇ ସାଧନା କରିବାକୁ ଲାଗିଲେ। ଏହାର ସୂଚନା ଶୀଘ୍ର ଇନ୍ଦ୍ରଦେବ ଜାଣିପାରିଲେ। ସେ ତାଙ୍କ ପରମ ଭକ୍ତ ଥିଲେ। ଏହିପରି ବିକ୍ରମାଦିତ୍ୟଙ୍କୁ ଜଙ୍ଗଲରେ ତପସ୍ୟା କରୁଥିବାର ଦେଖି ଦେବରାଜ ଇନ୍ଦ୍ରଙ୍କୁ ତାଙ୍କର ରାଜ୍ୟର ଚିନ୍ତା ହେଲା। ତାଙ୍କୁ ଲାଗିଲା, ଏମିତି ନ ହେଉ କେହି ବିକ୍ରମାଦିତ୍ୟର ଅନୁପସ୍ଥିତିର ଫାଇଦା ଉଠାଇ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଦେବ। ଏହା ଭାବି ଇନ୍ଦ୍ରଦେବ ନିଜର ଏକ ଦୂତଙ୍କୁ ବିକ୍ରମାଦିତ୍ୟଙ୍କ ରୂପ ଧରି କରି ତାଙ୍କ ରାଜ୍ୟକୁ ପଠାଇଦେଲେ। ବହୁତ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବା ପରେ ରାଜା ବିକ୍ରମାଦିତ୍ୟଙ୍କ ମନରେ ଆସିଲା ଯେ ଗୋଟିଏ ଥର
से निज राज्य को फेरी जाई निज प्रजा मानकर अवस्था देखिबे। यह विचार करी से निज राजधानी को फेरी आसिले। जेमिति से निज महलर द्वार को पहुंचिले देवदूत तांको अटकाई पचारिले, तुमे किए? राजा विक्रमादित्य कहले, मु एही राज्यर राजा विक्रमादित्य अटे, किंतु तुमे किए? देवदूत कहला, मु एही राज्यर राजा अज्ञाबेताल अटे। यह शुणी राजा विक्रमादित्य कहले, जदि तुमे एही राज्यर राजा अट, मोते युद्धरे परास्त करके देखाओ। देवदूत राजा विक्रमादित्यर चैलेंज को स्वीकार कला। एही युद्धरे विक्रमादित्य देवदूत को पराजित करदेले। सही पराजित देवदूत कहला, ओ मानिगली महाराज, आपण ही राजा विक्रमादित्य अटंती, कारण मोते पराजित करबा साधारण कथा नुहे। आज ठारे मु आपणक अधीन अटे। जेबे मध्य आपणको मोर आवश्यक पड़िबो मोते मने पकाइबो, मु तुरंत आपणक सामनारे उपस्थित होइजिबि। किंतु जीवा पूर्वरु मु आपणको गोटे कथार सावधान करबाकू चाहूची। विक्रमादित्य पचारिले, एमिति केउ कथा अछि अज्ञाबेताल? अज्ञाबेताल कहला, राजन, तुमर एक शत्रु तुम राज्य को आसी पहुंची। से आपणक पूर्व जन्मर शत्रु अटे। एही समय से जोग एवं सिद्धि द्वारा निज शक्ति को बढ़ाउची एवं आपणको मारिबाकू योजना बनाउची। जदि ता पूर्वरु आपण ताको मारिदेबे तो बहुत वर्ष पर्यंत आपणक उपरे कौनसी विपत्ति आसीब नाही। यह शुणी देवदूत आकाश मार्गरे उड़ीगला। तापरे राजा विक्रमादित्य निज स्त्रीर बाबदरे जानिबाकू चाहिए तो से जानिबाकू पाइले जे से विश्वासघाती राणी आत्महत्या कर देइची। पत्नी को भूली विक्रमादित्य पुणी राजपाट संभालिले एवं राज्यर समस्त काम सुचारूपे चलिबाकू लागिला। किछि दिन परे विक्रमादित्यଙ୍କ दरबार रे एक योगी आसिले। से राजा को गोटे फल देले। ताको हाथ को नेला क्षणी से फलटे दुई भाग हो गला। से फलटे दुई भाग मध्यरु एक बहुमूल्यर लाल बाहरिला। राजा विक्रमादित्य जोगी को सही लाल कारण पचारिले तो से कहले, राजन, यह आमर संस्कृति अटे जे राजा दैत्य एवं सन्यासींकर द्वार रे केबे खाली हाथ रे जिबा उचित नुहे। यह शुणी विक्रमादित्य कहले, जोगीराज, मु एही उपहार बदल रे मु आपनको कण देबी? जोगी कहला, राजन, जदि आपण मते किछि देबाकू चाहुछंती तो मोर निवास रे एका आसी मो सहित भेट हुअन्तु। राजा विक्रमादित्य जोगी को वचन देदेले। वचन पाई जोगी राजा को निज ठिकाना बताई सेठारे चलीगले। ता परदिन निज वचन अनुसार राजा विक्रमादित्य सही जोगी निवास स्थान को पहुंची गले। सही समय रे जोगी एक मंत्र को सिद्ध करुथिले। राजा विक्रमादित्य पचारिबालु जोगी कहले, राजन, मु जो मंत्र सिद्ध करुची ताको सिद्ध करबा पाई एक शबर आवश्यकता पड़िबो, जहा एठारु बहुत दूर रे एक श्मशान रे एक गछरे ओलटा लटकेची। बेताल नामक सही मुर्दा को आनिबा कोनोसी मजाकर खेल नुहे। जदि आपण सब को एठाकू मोर पाखकू नहीं आसिबे तो मोर एही सिद्धि पूर्ण हो जिवो। विक्रमादित्य जोगी को वचन देई सब को आनिबा पई श्मशान को गले। श्मशान रे पहुंची विक्रमादित्य गछ उपरे लटकी बेताल को बड़ मुस्किल तल को उतारिले एवं कांधरे लदी करी जोगीर पाखकू नहीं जिबाकू चेष्टा कले, किंतु बारंबार तांकर असावधानार फायदा उठाई से उड़ी जाउथिला एवं श्मशान रे सही कोछरे ओलटा लटकी जाउथिला। एमिति 24 थर बारंबार कला। सबु थर बेताल रास्ता रे विक्रमादित्य को एक कहानी सुनाउथिला। 25 नंबर दिन बेताल राजा विक्रमादित्य को कहला, राजन, तू मोते जहार पाखकू नहीं जाउचु से बहुत कपटी एवं धूर्त हटे। वास्तव रे ताकू मोर नुहे तोर आवश्यकता अछि, कारण आज तार सिद्धिर अंतिम दिन अटे। तू जेमिति मोते तार पाखकू नहीं जिबु तो से देवींको चरण रे तोते मुंड नाइबा पई कहबो। सेते बेले मौका पाई से तोर बेक काटी देवींकर पाखरे बलि चढ़ाई देबो एवं तोर मृत्यु परे ताकू सिद्धि मिली जिवो। बेतालर कथा सुनी राजा विक्रमादित्य को इंद्रदेव चेतावनीर मन पड़गला। से बेताल को धन्यवाद कले एवं तांको कांधरे लदी जोगी पाखकू नहीं गले। यह देखि जोगी बहुत प्रसन्न हैला एवं विक्रमादित्य को देवी चरण रे मुंड नाइबाकू कहला। सेतिकी बेले विक्रमादित्य कहले, जोगीराज, मु एक राजा अटे।
ମୋତେ ମୁଣ୍ଡ ନେବା ଆସେ ନାହିଁ, ଆପଣ ମୁଣ୍ଡ ନେବାର ବିଧି ବତାଇ ଦିଅନ୍ତୁ। ଯୋଗୀ ଯେମିତି ବିଧି ବତାଇବା ପାଇଁ ନିଜ ମୁଣ୍ଡ ଦେବୀଙ୍କ ଚରଣରେ ନୁଆଇଲା, ବିକ୍ରମାଦିତ୍ୟ ତଲବାର ଦ୍ୱାରା ତାର ବେକକୁ ଶରୀରରୁ ଅଲଗା କରିଦେଲେ। ଦେବୀ ବଳି ପାଇ ବହୁତ ଖୁସି ହେଲେ। ସେ ବିକ୍ରମାଦିତ୍ୟଙ୍କୁ 2ଟି ବେତାଳ ସେବକ ଦେଲେ ଏବଂ କହିଲେ, ବିକ୍ରମାଦିତ୍ୟ, ଯେବେ ମଧ୍ୟ ତୁମେ ଏମାନଙ୍କୁ ମନେ ପକାଇବ, ଏମାନେ ତୁମର ସେବାରେ ଉପସ୍ଥିତ ହୋଇଯିବେ। ରାଜା ବିକ୍ରମାଦିତ୍ୟଙ୍କ ତୀକ୍ଷ୍ଣ ବୁଦ୍ଧିରେ ପ୍ରସନ୍ନ ହୋଇ ଦେବତାମାନେ ମଧ୍ୟ ପୁଷ୍ପ ବର୍ଷା କଲେ। ବିକ୍ରମାଦିତ୍ୟ ଆଶୀର୍ବାଦ ପାଇ ନିଜ ମହଲକୁ ପୁଣି ଫେରି ଆସିଲେ। ଏହି କଥା ଶୁଣି ପୁତଲି କହିଲା, ରାଜା ଭୋଜ, ଏହା ଥିଲା ବିକ୍ରମାଦିତ୍ୟଙ୍କର ଶୌର୍ଯ୍ୟର ଗାଥା। ଏବେ ତୁମେ ନିଜେ ନିର୍ଣ୍ଣୟ କର, ଯଦି ତୁମଠାରେ ରାଜା ବିକ୍ରମାଦିତ୍ୟଙ୍କ ପରି ଗୁଣ ଅଛି ତ ତୁମେ ଏହି ସିଂହାସନରେ ବସିବାର ଅଧିକାରୀ ଅଟ, ଅନ୍ୟଥା ନୁହଁ। ଏହା କହି ଅନ୍ୟ ପୁତଲି ମଧ୍ୟ ସେଠାରୁ ଅଦୃଶ୍ୟ ହୋଇ ସିଂହାସନକୁ ଯାଇ ନିଜ ସ୍ଥାନରେ ଅନ୍ତର୍ଧ୍ୟାନ ହୋଇଗଲା। ରାଜା ଭୋଜ କିଛି ବୁଝିପାରିଲେ ନାହିଁ। ଏଥିପାଇଁ ସେ ଦ୍ୱିତୀୟ ଦିନ ମଧ୍ୟ ସିଂହାସନ ଉପରେ ବସିକରି ନିଜ ବିଚାର ତ୍ୟାଗ କରିଦେଲେ ଏବଂ ପୁଣି ନିଜ ଶୟନ କକ୍ଷରେ ଶୋଇ ପଡ଼ିଲେ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡିଓଟି ଭଲ ଲାଗିଲା ତ ନିଶ୍ଚୟ ଭାବରେ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଧନ୍ୟବାଦ।